ବୋଉ ଭୋଗ ନିଅ। ଭୋଗ ଆଲୋ ଏ ଗୋଟାଏ କଦଳୀ ଦିଟା ଅଙ୍ଗୁର ଚେନ୍ନାଇ ଗୁଡ ତୋ ଭାଇ ନେଇକି ଯାଇଥିଲା। ନାଇଁ ମୋ ବୋଉ, ତମ ପୁଅ ଆଣିଥିଲେ, ମୋ ଭାଇ ଆଣିନି। ତମେ ତ ଜାଣିଛ ବୋଉ, ଦଶମୀ ବେଳେ ତ ଭାଇ ଡେରିରେ ଆସିଥିଲା। ଆଜି ପୁଣି ସାବିତ୍ରୀ ଓଷା। ଆଗ ବଡ ଭଉଣୀ ଘରକୁ ଯିବ, ତାପରେ ମଝିଆଣୀ ଭଉଣୀ ଘରକୁ ଯାଇକି ନା ତାପରେ ଏଠିକି ଆସିବ ଆଉ। କାଳେ ପୂଜା ଡେରି ହେଇଯିବ ଭାବି ମୁଁ ଏଇଆକୁ ଭୋଗ କରିଦେଲି। ବୋଉ ଭାଇ ଏଇନା ଆସୁଥିବ। ହଁ ଭାଇ ଯଦି ଘୋଡା ହାତୀ ଆଇଲା ଭଳିଆ ଗାଡିରେ ନଦୁଥବ ଆଉ। ବୋଉ ତମେ ଏମିତି କଣ କହୁଛ? ମୋ ଭାଇ ବହୁତ ନ ଆଣିଲେ ବି ଅଳ୍ପ କିଛି ନେଇକିନା ଆସିଥିବ। ହଁ ମୁଁ କଣ ମନା କଲି କି? ତୋ ଭାଇ 4-5ଟା ମୂଲିଆ କରିଥବ ଆସିବାକୁ ସେ ନାଇଁ ଡେରି ହବ। ବୋଉ ହେଇ ଦେଖ, ମୁଁ କହୁନଥିଲି ମୋ ଭାଇ ଆସିବ ବୋଲି, ହେଇ ମୋ ଭାଇ ଆସି ପହଞ୍ଚି ଗଲାଣି। ଆରେ ତୁ କଣ ପୂଜା କରିସାରିଲୁଣି? ଟିକେ ଅପେକ୍ଷା କରିପାରିଲୁନି? ବୋଉ ନମସ୍କାର। ଆରେ ମୋର ଟିକେ ଡେରି ହେଇଗଲା, ସବୁ ଜିନିଷ ପତ୍ର କିଣା କିଣି କରି ନେଇକି ଆସିଲି। ବୋଉ ଦେଖିଲ ଦେଖିଲ, ନେ 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 ଏ ତ ଶାଢୀଟା ନେଇ, ଆଉ ଏତିକ ଫଳମୂଳ ନେଇ ହେଲା। ବୋଉ ଦେଖିଲ ଏ ଶାଢୀଟା କେମିତି ହେଇଛି? ହଁ ଦେଖୁଛି। ପଣସ ଗୋଟା ସାଙ୍ଗରେ ନେଇକି ଆଇଛି। ହଁ ଦେଖିଛି, ପଛରେ ନଦା ଅଛି ହାତୀ, ଏ ଜରିରେ ପଇଛି ଘୋଡା, ଆଉ ବେଗରେ କଣ ବା ଓଟ ବୋଧେ ପଇଛି ଆଉ। ନା ମୋ ବୋଉ, ଦଶମୀ ବେଳେ ଚୁନା ଗଣ୍ଡା ବୋଉ କରିକି ଆଣିନଥିଲି, ସେଥିପାଇଁ ବୋଉ ଇଏ ସାବିତ୍ରୀରେ ଚୁନା ଗଣ୍ଡା କରିକି ପଠେଇଛି। ସେରେ ଚାଉଳର ଚୁନା ଆଣିଛି, ପୁଅ ଏଠି କଥା ଗପୁଛି, ବାପ ଯେମିତି ଚାଉଳ କାଢି ମାଲଗୋଦାମରେ ଲଗେଇଛି। ନାଇଲୋ ମା। ଶୁଣିଲୁ, ବାପା ଗଲା ପରେ ଏ ଭାଇ କଷ୍ଟରେ ଥାଇ ତିନି ଭଉଣୀଙ୍କ ପାଖରେ ସୁଖର ଦେଖରେ ଛିଡା ହେଇଛି। ସେ ଭାଇର କଷ୍ଟଟା ସେ ଭଉଣୀ ଜାଣିଛି। ଭାଇ ମୋର ନଣନ୍ଦ ନାହାନ୍ତି, ଯଦି ମୋର ନଣନ୍ଦ ଥାନ୍ତେ ନା ମୋ ଶାଶୁ ଠିକ ଜାଣି ପାରିଥାନ୍ତେ ଗୋଟେ ଭଉଣୀର ସୁଖରେ ଦୁଃଖରେ ଗୋଟେ ଭାଇ କେତେ କଷ୍ଟ ଆଉ ଦୁଃଖରେ ଛିଡା ହୋଇଥାଏ। ତୁ ମନ ଦୁଃଖ କରୁଛୁ କି ଏ ଭାଇ ଅଳ୍ପ କିଛି ନେଇକି ଆସିଛି ବୋଲି ତୋ ପାଖକୁ? ନାଇଁ ଭାଇ, ମୁଁ ମନ ଦୁଃଖ କରିନି। ମୋ ଶାଶୁର ଯଦି ଗୋଟେ ଆଜି ଭାଇ ଥାନ୍ତେ ନା, ମୋ ଶାଶୁ ଠିକ ଜାଣି ପାରିଥାନ୍ତେ ଗୋଟେ ଭାଇର ଦୁଃଖ ଆଉ କଷ୍ଟ କେତେ। ହଉ ଚାଲ ଭାଇ ଘରକୁ ଯିବା। ହଉ ଚାଲ ହଉ। ଚାଲ।